नमस्कार दर्शक बंधु शुभ सकाळ आज हूँ 29 जुलाई सोमवार आज रही देश विदेश 10टी गुरुत्वपूर्ण खबर तेबे कालिया योजना ठू आरंभ कर सुभद्रा योजना पीएम किसान योजना एवं आवास घर योजना आउ सरकार को घेरिबे विरोधी दल काली आरंभ हेबो विधानसभा तेणु सबु खबर देखा हेले आमर ई चैनल टी सब्सक्राइब कर दियंतु प्रथम वीडियो को लाइक करंतु तापर आपण माने लिखि दियंतु जे केउ जिल्लारू देखुचंती आम वीडियो ଆଜିଠୁ ପୁଣି ଖୋଲିବ ବିଧାନସଭା ଆଉ ସରକାରକୁ ଘେରିବେ ବିରୋଧୀ। 2 ଦିନ ଛୁଟି ଥିଲା ଏବେ ଆରମ୍ଭ ହେବ ବିଧାନସଭା ହେଲେ ସ୍ୱାଭାବିକ ଚାଲିବ କି ଗୃହ? ସରକାରକୁ ଘେରିବାକୁ ବିରୋଧୀ ପୁଣି ପ୍ରସ୍ତୁତ ହୋଇଗଲେଣି। ରାଜ୍ୟପାଳଙ୍କ ପୁଅ ମାଡ଼ ଘଟଣା ପୁଣି ଥରେ ଉଠିବ ହେଲେ ସରକାର କହିଛନ୍ତି ବିଧାନସଭାରେ ଆଲୋଚନା କରିବା ସମୟରେ ଛତ୍ରଭଙ୍ଗ ହେଉଛନ୍ତି ବିରୋଧୀ। 2 ଦିନ ଛୁଟି ପରେ ଅର୍ଥାତ୍ ଆଜି ବିଧାନସଭା ଖୋଲିବ ଆଉ ଏହି ପ୍ରସଙ୍ଗରେ ସରକାରକୁ ଘେରିବା ପାଇଁ ସଜବାଜ ହେଉଛନ୍ତି ବିରୋଧୀ। ସରକାରୀ କର୍ମଚାରୀ ରାଜ୍ୟପାଳଙ୍କ ପୁଅ ମାଡ଼ ଘଟଣା ମରା ଓଡ଼ିଆ ଅସ୍ମିତା ଏବଂ କେନ୍ଦ୍ର ଅବହେଳାକୁ ନେଇ ପ୍ରଥମ 5 ଦିନ ସ୍ୱାଭାବିକ ହୋଇପାରିନଥିଲା ଗୃହ କାର୍ଯ୍ୟ। 2 ଦିନ ବିରତି ପରେ ବିଧାନସଭା ଆରମ୍ଭ ହେଉଥିବାରୁ ପୁନର୍ବାର ସରକାରକୁ ଘେରିବେ ବିରୋଧୀ। କେନ୍ଦ୍ର ଅବହେଳା ଏବଂ ରାଜ୍ୟ ରାଜନୀତିରେ ସାମ୍ପ୍ରତିକ ସ୍ଥିତିକୁ ନେଇ ଘେରିବେ ଏବେ ବିଜେଡି। ସେପଟେ କେନ୍ଦ୍ର ଅବହେଳା ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସ ପ୍ରମୁଖ ସମସ୍ତେ ମିଶି ଘେରିବେ ସରକାରକୁ। କାହିଁକି ଦରଦାମ ବଢୁଛି ଏବଂ ସେ ନେଇ ଉତ୍ତର ଦିଅନ୍ତୁ। ଭୁବନେଶ୍ୱରରେ ପୁଣି ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ରେଳ ଧାରଣାରୁ ଖସିଲା 8 ବଗି ରେଳ ଚଳାଚଳ ଠପ୍। ତେବେ ରେଳ ଧାରଣାରୁ 8 ବଗି ଖସି ପଡ଼ିଛି ଫଳରେ ଟ୍ରେନ୍ ମଧ୍ୟ ଠପ୍ ହୋଇଯାଇଛି। ପୂର୍ବତନ ରେଳପଥ ପକ୍ଷରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି। ସୂଚନା ଅନୁସାରେ ଆଜି ଭୋର 4ଟାରେ ମଞ୍ଚେଶ୍ୱର ରେଳ ଷ୍ଟେସନରେ ଲେବଲ କ୍ରସିଂ ନିକଟରେ ଏକ ମାଲବାହୀ ଲାଇନ୍ଚ୍ୟୁତ ହୋଇଥିଲା। ଏହି ଘଟଣା ପରଠାରୁ ଟ୍ରେନ୍ ଭୁବନେଶ୍ୱରରୁ କଟକ ଅଭିମୁଖେ ଏବଂ କଟକରୁ ଭୁବନେଶ୍ୱର ଅଭିମୁଖେ ଟ୍ରେନ୍ ଚଳାଚଳ ଠପ୍ ହୋଇଯାଇଛି। ଲଗାତାର କିଛି ଦିନ ହେଲା ଟ୍ରେନ୍ ଗୁଡ଼ିକ ଲାଇନ୍ଚ୍ୟୁତ ହେଉଥିବା ଏକ ବଡ଼ ଘଟଣା ବୋଲି କୁହାଯାଉଛି ଏବଂ ଟିମ୍ ପହଞ୍ଚି ରାତିରୁ ଏକ କାମ କରୁଛନ୍ତି। ଉଦ୍ଧାର କାର୍ଯ୍ୟ ଶେଷ ହେଲା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇପାରିବ ବୋଲି କୁହାଯାଉଛି। ତେବେ 26 ତାରିଖ ଦିନ ସିମେଣ୍ଟ ବୋଝେଇ ମାଲବାହୀ ଟ୍ରେନ୍ଟି କଟକ ଅଭିମୁଖେ ଯାଉଥିବା ବେଳେ ସକାଳ 8:40ରେ ଲାଇଟ୍ ଚ୍ୟୁତ ହୋଇଥିଲା। ଟ୍ରେନ୍‌ର ଗୋଟିଏ ୱାଗନ ସମ୍ପୂର୍ଣ୍ଣ ଭାବେ ଟ୍ରାକ୍ ବାହାରକୁ ଚାଲିଯାଇଥିଲା। ଫଳରେ ଏତେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା। ନହେଲେ ବିରାଟ ବଡ଼ ଦୁର୍ଘଟଣା ମଧ୍ୟ ହୋଇଯାଇଥାନ୍ତା। ତେବେ ଗୋଟିଏ ୱାଗନ ଅଧା ଟ୍ରାକ୍ ଭିତରେ ବାକି ଅଧା ତଳକୁ ଖସି ଯାଇଥିଲା। ସୌଭାଗ୍ୟବଶତଃ ନିକଟରେ ପ୍ୟାସେଞ୍ଜର ଟ୍ରେନ୍ ଟ୍ରାକ୍ କିମ୍ବା ଯାତ୍ରୀଙ୍କର କୌଣସି କ୍ଷତି ହୋଇନଥିଲା। ଖବର ପହଞ୍ଚିବା କ୍ଷଣି ପୂର୍ବତନ ରେଳପଥ ପକ୍ଷରୁ ସବୁ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ ଆରମ୍ଭ ହୋଇଛି। ତେବେ ସଙ୍କଟ ଭିତରେ ବନ୍ଧୁ ସାଜିଛନ୍ତି ସାହାରା। ପଶ୍ଚିମବଙ୍ଗରେ ଥିବା ବନ୍ଧୁବାନ୍ଧବ ଓଡ଼ିଶାରେ ଅତିଥିଙ୍କ ପାଇଁ ଆଳୁ ପଠାଉଛନ୍ତି। ତେବେ ଓଡ଼ିଶାରେ ଆଳୁ ରେଟ୍ ଆକାଶ ଛୁଆଁ ପ୍ରାୟତଃ ସବୁ ଜିଲ୍ଲାରେ ଆଳୁ 50 ଟଙ୍କା ପାର କରିଛି। ପଶ୍ଚିମବଙ୍ଗ ସରକାର ଆଳୁ ରପ୍ତାନି ବନ୍ଦ କରିଥିବା ବେଳେ ଏବେ ଓଡ଼ିଶାକୁ ଆଳୁ ସଙ୍କଟ ଦେଖାଯାଇଛି। ଏଭଳି ପରିସ୍ଥିତିରେ ବାଲେଶ୍ୱରର ସୀମାବର୍ତ୍ତୀ ଅଞ୍ଚଳରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗରେ ଥିବା ବନ୍ଧୁବାନ୍ଧବ ଓଡ଼ିଶାରେ ଥିବା ଅତିଥି ଘରକୁ ଆଳୁ ପଠାଉଛନ୍ତି। 5 କେଜି 10 କେଜି ଲେଖାଏଁ ଆଳୁ ପଠାଉଛନ୍ତି। ଏବେ ଦେଖାଯାଇଛି ଏଭଳି ପରିସ୍ଥିତି। ଅଭାବ ଅସୁବିଧା ସମୟରେ ବନ୍ଧୁ ସାଜିଛନ୍ତି ସାହାରା। ଓଡ଼ିଶାରେ ଆଳୁ ମଧ୍ୟ ଆକାଶ ଛୁଆଁ ଲାଗିଛି। ତେବେ ଆଳୁ ରେଟ୍ କେବେ କମିବ ସେ ନେଇ ମଧ୍ୟ କିଛି ସୂଚନା ଏପର୍ଯ୍ୟନ୍ତ ଦିଆଯାଇନାହିଁ। ଏଭଳି ପରିସ୍ଥିତିରେ ଏଭଳି ବନ୍ଧୁବାନ୍ଧବ ସାଜିଛନ୍ତି ଏକ ସାହାରା। 5 କେଜିରୁ 10 କେଜି ଏବଂ 20 କେଜିରୁ 25 କେଜି ସିଧା ପଶ୍ଚିମବଙ୍ଗରୁ ଆଣି ଓଡ଼ିଶାରେ ପହଞ୍ଚାଉଛନ୍ତି। ଆଉ ଆଳୁ କେଜି ପାଖାପାଖି ପଶ୍ଚିମବଙ୍ଗରେ 30 ଟଙ୍କା ରହିଛି। ଆଉ ଓଡ଼ିଶାରେ ଏବେ 50ରୁ 60 ଟଙ୍କା ଆଳୁ କେଜି ରହିଛି। ଉପର ମୁଣ୍ଡରେ ଲଘୁଚାପ ଓଡ଼ିଶାରେ ବନ୍ୟା ଭୟ ହୀରାକୁଦରେ ଖୋଲିଲା 20 ଗେଟ୍। ତେବେ ପ୍ରଥମ ଦିନରେ ହୀରାକୁଦରେ ଖୋଲିଛି 20 ଗେଟ୍। ବାମ ପଟରେ 14ଟି ଡାହାଣ ପଟରେ 6ଟି ସ୍ଲୁଇସ୍ ଗେଟ୍ ଖୋଲିଛି। ଉପର ମୁଣ୍ଡରେ ବର୍ଷା ପ୍ରବଳ ଯୋଗୁଁ ହୀରାକୁଦରେ ଜଳସ୍ତର ବୃଦ୍ଧି ପାଇଥିଲା। ସେପଟେ ଛତିଶଗଡ଼ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଯାହା ପ୍ରଭାବରେ ବର୍ଷା ଜାରି ରହିଛି। ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଆଉ ଏକ ଲଘୁଚାପ ଅଛି। ଲଗାତାର 5 ଦିନ ବର୍ଷା ହେବ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ପର୍ଯ୍ୟାୟରେ କେତେ ଗେଟ୍ ଖୋଲାଯିବ ସେ ନେଇ ନିଷ୍ପତ୍ତି ନିଆଯିବ। ତେବେ ବର୍ତ୍ତମାନ ମହାନଦୀରେ ବନ୍ୟା ସ୍ଥିତି ପାଇଁ ବୋଲି ସ୍ପଷ୍ଟ କରିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ମନ୍ତ୍ରୀ। ହୀରାକୁଦ ଡ୍ୟାମରୁ ମହାନଦୀକି ଛଡ଼ାଯାଇଛି ଏ ବର୍ଷ ପ୍ରଥମ ଜଳ।
ଦିନ 9ଟାରେ ହୀରାକୁଦ ଜଳଭଣ୍ଡାରରୁ ପତନ ପାଖାପାଖି 617 ଫୁଟ ପହଞ୍ଚିଥିଲା। ଡ୍ୟାମ୍ କର୍ତ୍ତୃପକ୍ଷ ପ୍ରଶାସନ ବରିଷ୍ଠ ଅଧିକାରୀ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ଗେଟ୍ ଖୋଲାଗଲା। ଲଗାତାର 3 ଦିନ ହେବ ପେଟ୍ରୋଲ ଦର ହ୍ରାସ ପାଉଛି। ଭୁବନେଶ୍ୱର ପେଟ୍ରୋଲ ଲିଟର ପିଛା 101 ଟଙ୍କା 6 ପଇସା ଥିବାବେଳେ ଡିଜେଲ ମୂଲ୍ୟ 92 ଟଙ୍କା 64 ପଇସା ରହିଛି। ଜୁଲାଇ 27ରୁ ଅର୍ଥାତ୍ 27, 28, 29 3 ଦିନ ଲଗାତାର ହ୍ରାସ ପାଉଛି ପେଟ୍ରୋଲ ଦର। ଆଉ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ 94 ଟଙ୍କା 72 ପଇସା ଥିବାବେଳେ ଡିଜେଲ ମୂଲ୍ୟ 94 ଟଙ୍କା 72 ପଇସା ରହିଛି। ତେବେ ଅନ୍ୟ ସହରଗୁଡ଼ିକରେ ପ୍ରାୟତଃ ଦାମର କୌଣସି ପରିବର୍ତ୍ତନ ହୋଇନାହିଁ। ମୁମ୍ବାଇରେ ପେଟ୍ରୋଲ 103 ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ 89 ଟଙ୍କା ରହିଛି। ସେହିଭଳି ଅନ୍ୟ ସହରରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଖାଲି ରେଟ୍ କମିଛି, ଆଉ କୌଣସି ସହରରେ ପରିବର୍ତ୍ତନ ହୋଇନାହିଁ ବୋଲି କୁହାଯାଉଛି। 4 ଦିନରେ ଲଗାତାର 6,000 ଟଙ୍କା ଖସିଲାଣି ସୁନା ଦର। ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ଆଜି ଭାରତୀୟ ବଜାରରେ 22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 63,250 ଟଙ୍କା ହୋଇଥିବା ବେଳେ 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 69,000 ଟଙ୍କା ରହିଛି। ଗତକାଲି ଅର୍ଥାତ୍ ବୁଧବାର ଦିନ ଅପେକ୍ଷା ଗୁରୁବାର ଦିନ ସୁନା ରେଟ୍ ଆହୁରି କମିଛି। ନୂଆ ବଜେଟ୍ ଉପସ୍ଥାପନ ପରେ 6 ଉପରେ ଏବେ ସୁନା ଦର ହ୍ରାସ ପାଇଛି। ପ୍ରଥମେ 4,000 ଟଙ୍କା କମିଥିଲା, ଏହାପରେ ପୁଣି ଆହୁରି 2,000 ଟଙ୍କା କମିଲା। ଟୋଟାଲ 6,000 ଟଙ୍କା ସୁନା ଦର କମିଲାଣି। ଟଙ୍କା ଫେରାଇବ ସାହାରା ଇଣ୍ଡିଆ, ଚେକ୍ କରନ୍ତୁ ଷ୍ଟାଟସ୍। ତେବେ ସାହାରା ଇଣ୍ଡିଆରେ ନିବେଶ କରିଥିବା ନିବେଶକଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଏବେ ନିବେଶକ କମ୍ପାନୀରେ ନିବେଶ କରିଥିବା ବ୍ୟକ୍ତିଙ୍କୁ ଖୁବ୍ ଶୀଘ୍ର ଟଙ୍କା ପାଇବେ। ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲରେ ଆପଣ ନିଜର ଆପ୍ଲିକେସନ ଷ୍ଟାଟସ୍ ମଧ୍ୟ ଚେକ୍ କରିପାରିବେ। ତେଣୁ ଆପଣଙ୍କ ଅବଗତି କହି ରଖୁଛୁ ଯେ ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲରେ ନୂଆ ପେମେଣ୍ଟ ଲିଷ୍ଟ ଜାରି କରିଛି କମ୍ପାନୀ। ଏହି ଲିଷ୍ଟରେ ଆପଣଙ୍କ ନାମ ଅଛି କି ନାହିଁ ତାହା ଆପଣ ମଧ୍ୟ ଯାଇକି ଚେକ୍ କରିପାରିବେ। ଯଦି ଆପଣ ମଧ୍ୟ ରିଫଣ୍ଡ ପାଇବାକୁ ଆବେଦନ କରିଥିଲେ ତେବେ ଆପଣ ଲିଷ୍ଟରେ ଚେକ୍ କରିଦିଅନ୍ତୁ। ଏହି ଖବର ଅନୁଯାୟୀ ପ୍ରାୟ 10 କୋଟି ସାହାରା ନିବେଶକଙ୍କୁ ଖୁସି ଖବର ଦେଇଛି। ଖୁବ୍ ଶୀଘ୍ର ସେମାନଙ୍କ ଟଙ୍କା ଫେରାଇ ଦିଆଯିବ। ଏମାନେ ଏଥିପାଇଁ ସାହାରା ଇଣ୍ଡିଆ ପକ୍ଷରୁ ଏକ ରିଫଣ୍ଡ ପୋର୍ଟାଲ ଆରମ୍ଭ ହୋଇଛି। ସାହାରା ଇଣ୍ଡିଆ ନିବେଶ କରିଥିବା ଟଙ୍କା ଫେରି ନ ପାଇଥିବା ନିବେଶକମାନେ ଦାବି କରିଥିଲେ। ଏବେ ନିବେଶକଙ୍କୁ ଟଙ୍କା ଫେରାଇବ ସାହାରା। ଶ୍ରମିକମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର। ଆକାଉଣ୍ଟକୁ ଆସିବ 5,000 ଟଙ୍କା। ଶ୍ରମିକ ଜୀବନ ଧାରଣ ମାନ ବୃଦ୍ଧି କରିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ଏହି କ୍ରମରେ ସେମାନଙ୍କୁ ଏଠାରେ ମାସକୁ ଆର୍ଥିକ ସହାୟତା ମଧ୍ୟ ଦିଆଯାଉଛି। ତେଣୁ ସେମାନଙ୍କ ମୌଳିକ ସହାୟତା ଯୋଗାଇ ଦେବା ପାଇଁ ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିପାଇଁ ଏହି ଯୋଜନାର ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। କିଭଳି ଏହାର ଫାଇଦା ଉଠାଇ ପାରିବେ ସେ ବିଷୟରେ ଜାଣନ୍ତୁ। ତେବେ ବିଶେଷ କରି ନିର୍ମାଣ ଶ୍ରମିକଙ୍କୁ ଏହା ଲାଭ ମିଳିପାରିବ। ଏଥିପାଇଁ କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡ ମଧ୍ୟ ରହିଛି। ଏଥିପାଇଁ ଶ୍ରମିକ କଲ୍ୟାଣ ବୋର୍ଡରେ ପଞ୍ଜୀକୃତ ହେବାକୁ ପଡ଼ିବ। ଅନଲାଇନ ମାଧ୍ୟମରେ ଏହି ଯୋଜନାର ଲାଭ ଉଠାଇ ଆବେଦନ ମଧ୍ୟ କରିପାରିବେ। ତେଣୁ ଏନେଇ ମଧ୍ୟ ସୂଚନା ଦିଆଯାଇଛି। କରୋନା ପରେ ଶ୍ରମିକ କାମ ମିଳିବା ଏବଂ ଏକ ପ୍ରକାର ବନ୍ଦ ହୋଇଯାଇଥିଲା, ଯାହାଫଳରେ ଅନେକ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥିଲା। ଏହାପରେ ସରକାର ଏହି ଯୋଜନାରେ ଘୋଷଣା କରି ଏକ ଶୁଭାରମ୍ଭ କରିଥିଲେ। ତେବେ ବର୍ତ୍ତମାନ ଆଉ ବର୍ତ୍ତମାନ ସମୟରେ ଏକ ସମସ୍ୟା ଉପୁଜିଛି। ପ୍ରତ୍ୟେକ ଶ୍ରମିକଙ୍କୁ ମିଳିବ 5,000 ଟଙ୍କା ବୋଲି ସରକାର କହିଛନ୍ତି। କିନ୍ତୁ ଏହା ଆବେଦନ କରିବାକୁ ପଡ଼ିବ। ପୋର୍ଟାଲରେ ଯାଇ ଆବେଦନ କଲେ ଯାହା ଲିଷ୍ଟ ବାହାରିଥିବ ସେହି ଶ୍ରମିକ ଆକାଉଣ୍ଟକୁ 5,000 ଟଙ୍କା ଯିବ ବୋଲି କହିଛନ୍ତି। ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ହେବ, କହିଲେ ଆଇନ ମନ୍ତ୍ରୀ। ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପାଇଁ ରତ୍ନ ଅଳଙ୍କାରଗୁଡ଼ିକ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତରିତ କରାଯାଇଛି। ହେଲେ କେବେ ଏହାର ମରାମତି ହେବ ସେ ନେଇ ଚର୍ଚ୍ଚା ଜାରି ରହିଛି। ଏହାକୁ ନଜର ରଖି ଆସନ୍ତାକାଲି ପୂର୍ବାହ୍ନରେ ରତ୍ନଭଣ୍ଡାର ତଦାରଖ ଟିମ୍ ଜଷ୍ଟିସ୍ ବିଶ୍ୱନାଥଙ୍କ ରଥ ଅଧ୍ୟକ୍ଷତାରେ ବସିବାକୁ ଯାଉଛି ବୈଠକ। ଶ୍ରୀମନ୍ଦିର କାର୍ଯ୍ୟାଳୟ ଅବସରରେ ହେବାକୁ ଥିବା ଏହି ବୈଠକରେ ରତ୍ନଭଣ୍ଡାର କିପରି ମରାମତି ହେବ, ମରାମତି କିପରି ଗଣତି ମଣତି ହେବ, ଏଥିରେ କେଉଁ ସଂସ୍ଥାର ପ୍ରତିନିଧି ସାମିଲ ହେବେ ସେ ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ। ଏପଟେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ରତ୍ନଭଣ୍ଡାର ପ୍ରାଥମିକ ଯାଞ୍ଚ କାର୍ଯ୍ୟ ସରିଛି। ଖୁବ୍ ଶୀଘ୍ର ଏସ୍ଆଇ ଏବେ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ। ଏହି ସମୟରେ ମହାପ୍ରଭୁଙ୍କ ରୀତିନୀତିରେ ଯେକୌଣସି ଅସୁବିଧା ନ ହୁଏ ତାହା ପ୍ରାଥମିକତା ଦିଆଯିବ। ରତ୍ନଭଣ୍ଡାର ମରାମତି ପ୍ରସ୍ତୁତି ହେଉଥିବା ବେଳେ ଏସ୍ଓପି କିଛି
ସଂଶୋଧନ କରି ଆବଶ୍ୟକତା ଅଛି। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏବେ ସେବାୟତ ସହ ଆଲୋଚନା ମଧ୍ୟ ହୋଇଛି। ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ଏକ ସବିଶେଷ ଆଲୋଚନା ମଧ୍ୟ ହେବ। ତେବେ ରତ୍ନଭଣ୍ଡାର ଚାବି କିଏ ରଖିଛି, କଣ ରଖିଛି ସେ ନେଇ ମଧ୍ୟ ତଦନ୍ତ ହେବ। ଯଦି ଧରାପଡ଼େ ତାହେଲେ ନିଶ୍ଚିନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି। ତେଣୁ ଏଇଭଳିଆ ପ୍ରତ୍ୟେକ ଦିନ ଦେଶ ବିଦେଶର ଖବର ଦେଖିବା ପାଇଁ ହେଲେ ଆମର ଏଇ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ। ଜୟ ଜଗନ୍ନାଥ।